ହେଲା ପାରାସିଟାମଲ୍, ସେଟ୍ରିଜିନ୍ ଏବଂ 156 FDC ଔଷଧ ଘରେ ରଖିଥିଲେ ସାବଧାନ। ଘରେ ଘରେ ଥଣ୍ଡା, ଜ୍ୱର, ଗ୍ୟାସ୍ ଓ ମୁଣ୍ଡବିନ୍ଧା ଭଳି ସାଧାରଣ ସମସ୍ୟା ଦେଖାଦେଇଛି। ଲୋକ ମନ ଇଚ୍ଛା ଔଷଧ କିଣି ଖାଇବା ସହ ପାଖରେ ରଖୁଛନ୍ତି। ବର୍ତ୍ତମାନ ଯଦି ଆପଣ ଘରେ ଔଷଧ ରଖିଥାନ୍ତି ତେବେ ସାବଧାନ ହୋଇଯାନ୍ତୁ। 156 FDC ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦୀର୍ଘ ଦିନ ଧରି ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କାର୍ଯ୍ୟ କରୁଥିଲେ। ଜ୍ୱର, ଥଣ୍ଡା, ଆଲର୍ଜି, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଚକ୍ଷୁ ଫ୍ଲୁ ଚିକିତ୍ସାରେ ବ୍ୟବହୃତ ହେଉଥିବା 156 ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ FDC ଔଷଧକୁ ନିଷିଦ୍ଧ କରିଛନ୍ତି ସରକାର। ଏବେଠୁ ମେଡିକାଲ ଷ୍ଟୋରରେ ଆଉ ବିକ୍ରି ହେବ ନାହିଁ। ଏହି ଔଷଧ ଫାର୍ମା କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ପେନ୍ କିଲର ଔଷଧକୁ ସରକାର ବ୍ୟାନ୍ କରିଛନ୍ତି। ରିପୋର୍ଟ ଅନୁଯାୟୀ ପାରାସିଟାମଲ୍, ଟ୍ରାମାଡୋଲ୍, ଟ୍ୟାରିନ୍ ଏବଂ କ୍ୟାଫିନ୍ ମିଶ୍ରଣ ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଚିକିତ୍ସା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପାରାସିଟାମଲ୍, ପେଣ୍ଟୋଜୋସିନର ଓ ଲିଭୋସେଟ୍ରିଜିନ୍, ଫେନାଇଲଫ୍ରିନ୍କୁ ବ୍ୟାନ୍ କରାଯାଇଛି। ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍କୁ ସହ ପୋଟାସିୟମ୍, ଟ୍ରାମାଡୋଲ୍, ଟାଉରିନ୍ ଓ କ୍ୟାଫିନ୍ର ମିଶ୍ରଣ ଉପରେ ମଧ୍ୟ କଟକଣା ଲଗାଯାଇଛି। ଆଗକୁ ନେଇ ଆସିବି ଆପଣମାନଙ୍କ ପାଇଁ କିଛି ନୂଆ ନୂଆ ଖବର। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ନମସ୍କାର ଓଡ଼ିଶାବାସୀ।